ଯେଉଁ ପ୍ରାର୍ଥୀ ପ୍ରାର୍ଥିନୀମାନେ ଓଟିଇଟିର ଅପେକ୍ଷାରେ ଥିଲେ ସେମାନଙ୍କ ପାଇଁ ଖୁସିର ଖବର। ଓଟିଇଟିର ନୋଟିଫିକେସନ୍ ବାହାରିଲାଣି। ଓଟିଇଟି ଆପ୍ଲାଏ କରିବାକୁ ହେଲେ 12 ନଭେମ୍ବର 25 ନଭେମ୍ବର ମଧ୍ୟରେ ଆବେଦନ କରିବାକୁ ହେବ। ତ ଯେଉଁମାନେ ଓଟିଇଟି କ୍ୱାଲିଫାଇ କରିବାକୁ ଚାହୁଁଛନ୍ତି ସେମାନେ 25/11/2025 ବା ଶେଷ ତାରିଖ ସୁଦ୍ଧା ଆପ୍ଲାଏ କରିନିଅନ୍ତୁ। କାରଣ ଶେଷ ତାରିଖ ମଧ୍ୟରେ ଆପ୍ଲାଏ ନ କଲେ ଶେଷ ସମୟରେ ସର୍ଭର ଡାଉନ୍ ରହେ, ଆପ୍ଲାଏ କରିପାରିବେ ନାହିଁ। ତ ଆପ୍ଲାଏ କରିବାକୁ ହେଲେ ୱେବସାଇଟ୍ www.bscodisha.ac.in ରେ ଆବେଦନ କରିବାକୁ ପଡ଼ିବ। ତ ଆବେଦନ କରିବାକୁ ହେଲେ ଯୋଗ୍ୟତା ରହିବା ଆବଶ୍ୟକ। ସେମାନେ +2 50% ମାର୍କ ରଖିଥିବା ଆବଶ୍ୟକ। ତା ସଙ୍ଗେ ସଙ୍ଗେ ସିଟି କମ୍ପ୍ଲିଟ୍ ହେଇଥିବା ଆବଶ୍ୟକ କିମ୍ବା ଗ୍ରାଜୁଏସନ୍ ସହିତ ସିଟି କମ୍ପ୍ଲିଟ୍ ହେବାର ଆବଶ୍ୟକତା ରହିଛି। ଅବା ଯେଉଁମାନେ ଗ୍ରାଜୁଏସନ୍ ସହିତ ବିଏଡ୍ କମ୍ପ୍ଲିଟ୍ କରିଛନ୍ତି କିମ୍ବା ଫାର୍ଷ୍ଟ ଇୟର୍ କମ୍ପ୍ଲିଟ୍ କରିଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ। ତ ଆବେଦନ କରିବାକୁ ହେଲେ SC/ST ପିଲାମାନଙ୍କୁ ପେପର୍ 1 କିମ୍ବା ପେପର୍ 2 ପାଇଁ କେବଳ 600 ଟଙ୍କା ଦେବାକୁ ପଡ଼ିବ। ଯଦି SC/ST ପିଲାମାନେ ଉଭୟ ପେପର୍ 1 ପେପର୍ 2 ଦେବାକୁ ଚାହୁଁଛନ୍ତି ସେମାନେ 900 ଟଙ୍କା ଫିସ୍ ଦେବାକୁ ପଡ଼ିବ। କିମ୍ବା ଯଦି ଅଦର୍ କ୍ୟାଟେଗୋରୀ ମାନେ ଯାହାକି OBC SC/BC ଜେନେରାଲ୍ ରହିଅଛନ୍ତି ସେମାନେ କେବଳ ପେପର୍ 1 କିମ୍ବା ପେପର୍ 2 ଆପ୍ଲାଏ କରିବାକୁ ଚାହୁଁଥିଲେ ସେମାନେ 900 ଟଙ୍କା ଦେବାକୁ ପଡ଼ିବ। ଆଉ ଯଦି ସେମାନଙ୍କ ମଧ୍ୟରେ କେହି ପେପର୍ 1 ପେପର୍ 2 ଉଭୟ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ କେବଳ 1400 ଟଙ୍କା ଫିସ୍ ବାବଦରେ ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ। ଯଦି ଆପଣମାନେ କିପରି ଓଟିଇଟି ଆବେଦନ କରିବାକୁ ପଡ଼ିବ ଯଦି ସେଇ ଭିଡ଼ିଓ ଚାହୁଁଛନ୍ତି ତାହେଲେ କମେଣ୍ଟ ସେକ୍ସନରେ ଯାଇ କମେଣ୍ଟ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।